ମାନିବାଟି ମାଙ୍କର ଉପଦେଶ ବାର। ମନରେ ଆଧ୍ୟାତ୍ମିକକୁ ନକରି ବିଚାର। ମନରେ ଆଧ୍ୟାତ୍ମିକକୁ ନକରି ବିଚାର। ମାନସିକ ମତାମତ କରିଦେବା ଦୂର। ମାନସିକ ମତାମତ କରିଦେବା ଦୂର। ବ୍ୟକ୍ତିଗତ ସୁଖ ଭୋଗ କରିବା ବର୍ଜନ। ଅଗ୍ରଗତି ପାଇଁ ହେବା ଅଗ୍ନି ଶିଖା ସମ। ବ୍ୟକ୍ତିଗତ ସୁଖ ଭୋଗ କରିବା ବର୍ଜନ। ଅଗ୍ରଗତି ପାଇଁ ହେବା ଅଗ୍ନି ଶିଖା ସମ। ସକଳ କାର୍ଯ୍ୟରୁ ସଦା ପାଇବାଟି ତୃପ୍ତି। ସକଳ କାର୍ଯ୍ୟରୁ ସଦା ପାଇବାଟି ତୃପ୍ତି। ତୁଚ୍ଛା ତୃପ୍ତି ପାଇଁ କାର୍ଯ୍ୟ ନ କରିବା କିଛି। ତୁଚ୍ଛା ତୃପ୍ତି ପାଇଁ କାର୍ଯ୍ୟ ନ କରିବା କିଛି। କେବେ ବି ନ ହେବା ଭୀତ ଅବା ଉତ୍ତେଜିତ। ଘଟୁ ପଛେ ଯାହା ସଦା ରହିବାଟେ ଶାନ୍ତ। କେବେ ବି ନ ହେବା ଭୀତ ଅବା ଉତ୍ତେଜିତ। ଘଟୁ ପଛେ ଯାହା ସଦା ରହିବାଟେ ଶାନ୍ତ। ବାହ୍ୟ ରୂପ ଦେଖି କେବେ ନ କରି ବିଚାର। ଅସଲ ସତ୍ୟ ଖୋଜିବା ରହିଛି ଗଭୀର। ବାହ୍ୟ ରୂପ ଦେଖି କେବେ ନ କରି ବିଚାର। ଅସଲ ସତ୍ୟ ଖୋଜିବା ରହିଛି ଗଭୀର। ତା ସ୍ୱଭାବ ପାଇଁ ଅଭିଯୋଗ ବଦଳାଇ ଦେବା ତାକୁ ଅଛି ଯଦି ଦମ୍ଭ। ତା ସ୍ୱଭାବ ପାଇଁ ନ କରିବା ଅଭିଯୋଗ ବଦଳାଇ ଦେବା ତାକୁ ଅଛି ଯଦି ଦମ୍ଭ। ସାଧନାରେ ନାହିଁ କିଛି ଛୋଟ ଅବା ବଡ଼। ସାଧନାରେ ନାହିଁ କିଛି ଛୋଟ ଅବା ବଡ଼। ଯା ଶିବ ଚଲା ପଥେ ବରିବା ସାଦର। ଯା ଶିବ ଚଲା ପଥେ ବରିବା ସାଦର। ଭୋଜନ ପୂର୍ବରୁ ନିଶ୍ଚି ରହିବା ଏକାଗ୍ର। ଚୈତ୍ୟ ଆବିଷ୍କାର ପାଇଁ ଶକ୍ତି ଦେବ ଖାଦ୍ୟ। ଭୋଜନ ପୂର୍ବରୁ ନିଶ୍ଚି ରହିବା ଏକାଗ୍ର। ଚୈତ୍ୟ ଆବିଷ୍କାର ପାଇଁ ଶକ୍ତି ଦେବ ଖାଦ୍ୟ। ଶୋଇବା ଆଗରୁ ନୀତି କରିବା ଭିସା। ଶୋଇବା ଆଗରୁ ନୀତି କରିବା ଭିସା। ନିଦ୍ରା ଭରି ଦେବ ଶକ୍ତି ପ୍ରଶାନ୍ତି ଭରସା। ନିଦ୍ରା ଭରି ଦେବ ଶକ୍ତି ପ୍ରଶାନ୍ତି ଭରସା। କର୍ମ କରିବା ପୂର୍ବରୁ ହୋଇବା ସଚେତ। ଚୈତ୍ୟ ଯାତ୍ରା ପଥେ କର୍ମ ହେବ ସହାୟକ। କର୍ମ କରିବା ପୂର୍ବରୁ ହୋଇବା ସଚେତ। ଚୈତ୍ୟ ଯାତ୍ରା ପଥେ କର୍ମ ହେବ ସହାୟକ। କଥାବାର୍ତ୍ତା କଲା ବେଳେ ରଖିବା ସଂଯମ। ଦରକାରୀ କଥା ବିନା ନ କହିବା ଆନ। କଥାବାର୍ତ୍ତା କଲା ବେଳେ ରଖିବା ସଂଯମ। ଦରକାରୀ କଥା ବିନା ନ କହିବା ଆନ। ଜୀବନର ଲକ୍ଷ୍ୟ କେବେ ତିଳେ ନ ଭୁଲିବା। ଜୀବନର ଲକ୍ଷ୍ୟ କେବେ ତିଳେ ନ ଭୁଲିବା। ଜାଗ୍ରତ ସଂକଳ୍ପ ବରାବର ମନେ ରଖିବା।
ଜାଗ୍ରତ ସଂକଳ୍ପ ବରାବର ମନେ ରଖିବା। ବାରଟିଏ କାମ କରୁଥିଲେ ନିରନ୍ତର, ବାରଟିଏ କାମ କରୁଥିଲେ ନିରନ୍ତର, ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର, ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର, ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର। ବନ୍ଦେ ମାତରମ୍। ପ୍ରଣାମୀ ମା। ପରମ ପ୍ରଭୁ ଶିରବିନ୍ଦୁ ଦିବ୍ୟ ଜନନୀ ଏବଂ ପରମ ପ୍ରଭୁଙ୍କର ଦିବ୍ୟ ଚରଣ କମଳରେ ମୁଁ ମୋର କୃତଜ୍ଞତା ଭରା ପ୍ରଣାମ ସମର୍ପଣ କରୁଛି। ଉପସ୍ଥିତ ସମସ୍ତ ସମ୍ମାନର ଭାଇମାନଙ୍କୁ ପ୍ରଣାମ ଜଣାଉଛି ଏବଂ ସମସ୍ତଙ୍କ ହୃଦୟରେ ମାଙ୍କର ଦିବ୍ୟ ଉପସ୍ଥିତି କୃତଜ୍ଞତା ଜ୍ଞାପନ କରୁଛି। ଆମେ ସମସ୍ତେ ଗୋଟିଏ ମାର ସନ୍ତାନ, ସମସ୍ତେ ଗୋଟିଏ ଅଭିଯାତ୍ରାର ଅଭିଯାତ୍ରୀ, ଗୋଟିଏ ଲକ୍ଷ୍ୟ ପଥରେ ଆମେ ସମସ୍ତେ ପରସ୍ପରର ସହଯାତ୍ରୀ। ମା ଆମମାନଙ୍କର ଏ ମହାନ ଆବିଷ୍କାରର ପଥରେ ପଥ ପ୍ରଦର୍ଶକ ରୂପେ, ଆମମାନଙ୍କର ସାଥୀ ରୂପେ, ମାର୍ଗଦର୍ଶକ ରୂପେ ଆମ ସହିତ ଅଛନ୍ତି। ଆମେ ସମସ୍ତେ ଯେମିତି କୁହାଯାଇପାରେ ସମସ୍ତେ ମାଙ୍କର କୋଳରେ ଗୋଟେ ଅଜ୍ଞାନ ଶିଶୁ ପରି, ସରଳ ଅଜ୍ଞାନ ଶିଶୁ ପରି ଆମେ ସମସ୍ତେ ବଢୁଛୁ ଏବଂ ସିଏ ନିଜେ ଆମକୁ ତାଙ୍କର କରୁଣା ଏବଂ ତାଙ୍କର ପ୍ରେମର ବାତାବରଣ ମଧ୍ୟରେ ଆମକୁ ଗଢୁଛନ୍ତି ଏବଂ ଗୋଟେ ସ୍ୱତନ୍ତ୍ର ଦିବ୍ୟତା ପ୍ରଦାନ କରିବାର ନିରନ୍ତର ପ୍ରୟାସ କରୁଛନ୍ତି। ବାସ୍ତବରେ ଆମେମାନେ ଯୋଉ ଲକ୍ଷ୍ୟରେ ପହଞ୍ଚିବୁ, ଆମମାନେ ଯୋଉ ପରମ ଲକ୍ଷ୍ୟକୁ ପ୍ରାପ୍ତ କରିବା, ସେ ସବୁ କିଛି ତାଙ୍କର କୃପାରେ ହିଁ ହବ। ତାଙ୍କ ପାଖରେ ଆମେ ଗୋଟେ ସମର୍ପିତ ଚେତନାରେ ଯଦି ରହିଲେ ବାକି ସବୁ କିଛି ସେ କରିବେ। ଆମେ ବାସ୍ତବରେ ନିଜକୁ ତାଙ୍କରି କୃପାର ସହାୟତାରେ, ତାଙ୍କର ପ୍ରେରଣାରେ ତାଙ୍କୁ ପ୍ରାର୍ଥନା କରି କରି ଆମେ ଚେଷ୍ଟା କରୁଛୁ ନିଜକୁ ସେଇ ସମର୍ପଣ ପାଇଁ ପ୍ରସ୍ତୁତ କରିବା ପାଇଁ। ଆମର ଚେଷ୍ଟାର ଆବଶ୍ୟକତା ରହିଛି, ସେଥିପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଆମର ଚେଷ୍ଟା ଯେ ଆମକୁ ଆମମାନଙ୍କର ଲକ୍ଷ୍ୟ ପାଖରେ ପହଞ୍ଚେଇ ଦେବ ସେ କଥା ନୁହେଁ। ମାଙ୍କର କୃପା ହିଁ ଆମକୁ ସେ ଜାଗାରେ ପହଞ୍ଚେଇବ। ଆମେ କାହିଁକି ପ୍ରୟାସ କରୁଛୁ? ପ୍ରୟାସ କଲେ ଯଦି ମାଙ୍କର କୃପା ହିଁ ଆମକୁ, ମାଙ୍କର ପ୍ରେମ ହିଁ ଆମକୁ ଲକ୍ଷ୍ୟ ପାଖରେ ପହଞ୍ଚେଇବ, ଆମେ ତାଙ୍କ ପାଖରେ ସମର୍ପିତ ହବା ଯଦି ଗୋଟେ ଅନିବାର୍ଯ୍ୟ ସର୍ତ୍ତ, ତେବେ ଆମେ ପ୍ରୟାସ କାହିଁକି କରିବା? ବ୍ୟକ୍ତିଗତ ପ୍ରୟାସର କ'ଣ ଆବଶ୍ୟକତା ରହିଛି? ଏମିତି ଏକ ପ୍ରଶ୍ନ ଆମ ଭିତରେ ଆସିପାରେ, ଏମିତି ଏକ ଜିଜ୍ଞାସା ଆମ ଭିତରେ ଜାଗ୍ରତ ହେଇପାରେ। ମା ମଧ୍ୟ ତାର ଉତ୍ତର ଦେଇଛନ୍ତି ଯେ ଆମେ ଯଦି ପ୍ରୟାସ ନ କରିବା ତାହେଲେ ଆମେ ତାମସିକ ନିଷ୍କ୍ରିୟତା ମଧ୍ୟକୁ ପ୍ରବେଶ କରିଯିବା, ଆମେ ଇନର୍ସିଆ ଭିତରକୁ ପ୍ରବେଶ କରିଯିବା। ଏବଂ ଯିଏ ନିଷ୍କ୍ରିୟ ଅବସ୍ଥାରେ ଥାଏ, ଯିଏ ତାମସିକ ନିଷ୍କ୍ରିୟତା ଅବସ୍ଥାରେ ଇନର୍ସିଆ ରେ ଥାଏ, ଜଡତା ଯାହାକୁ ଅକ୍ତିଆର କରି ରଖିଥାଏ, ତାକୁ ଅଗ୍ରଗତି କରିବା ପାଇଁ ଭଗବତ କୃପାକୁ ବି କଷ୍ଟ ହୁଏ। ତ ଆମର ପ୍ରୟାସର ଗୋଟେ ଅନିବାର୍ଯ୍ୟ ଆବଶ୍ୟକତା ଏଇ ଦୃଷ୍ଟିରୁ ରହିଛି ଯେ ଆମେ ନିଜକୁ ତାମସିକତାରୁ ବାହାର କରିବା। ଆମେ ପ୍ରୟାସ କରି ଯଦି କରୁଥିବା, ଆମକୁ ସେଇ ଦିବ୍ୟ ଲକ୍ଷ୍ୟ ପାଖରେ ପହଞ୍ଚିବା ପାଇଁ ଆମର ପ୍ରୟାସ ହିଁ ମାଙ୍କ ପାଇଁ ଗୋଟେ ସୁଯୋଗ। ସେଇ ହିସାବରେ ଆମେ ପ୍ରୟାସ କରୁଛୁ, ଆମେ ଚେଷ୍ଟା କରୁଛୁ ମାଙ୍କୁ ପ୍ରାର୍ଥନା କରି। ମୁଁ ମଧ୍ୟ ଯାହା ଯାହା ସବୁ ପୁସ୍ତକରେ ରହିଛି ସେଇ ମାଙ୍କୁ ପ୍ରାର୍ଥନା କରି ବିନମ୍ରତାର ସହିତ କେବଳ ଚେଷ୍ଟା କରୁଛି ଆଲୋଚନା କରିବା ପାଇଁ। ମୁଁ ଯାହା ବୁଝୁଛି, ଯାହା ମୋ ଜୀବନରେ ମୁଁ ତାକୁ ଅଭ୍ୟାସ କରୁଛି, ମୋର ସମ୍ମାନର ସହଯାତ୍ରୀ ଅପଭାଇମାନଙ୍କ ପାଇଁ ତାକୁ କେବଳ ମୁଁ ବାଣ୍ଟୁଛି, ସେୟାର କରୁଛି ଓନ୍ଲି। ମୁଁ ପୂର୍ବରୁ ବି ଅନୁରୋଧ ରଖିଥିଲି ଅପଭାଇମାନଙ୍କ ପାଖରେ, ଆଲୋଚନା ଭିନ୍ନ ଭିନ୍ନ ହେଇପାରେ। ଆମେ ଯୋଉ ଟେକ୍ସଟ ଆମ ପାଖରେ ଅଛି, ଯୋଉ କନସେପ୍ଟ ଆମ ପାଖରେ ଅଛି, ଯୋଉମାନେ ନିଷ୍ଠାପର ଭାବେ ସ୍ୱାଧ୍ୟାୟ କରୁଛନ୍ତି, ଚିନ୍ତନ ମନନ କରୁଛନ୍ତି ମାଙ୍କର ସାହିତ୍ୟକୁ, ସେମାନେ ନିଜ ଧାରାରେ ଭିନ୍ନ ଭିନ୍ନ ଭାବରେ ଆଲୋଚନା କରିପାରନ୍ତି।
ଯାହା ଆଲୋଚନା ହଉଛି ଇନକେସ୍ ଭିନ୍ନ ଏକ କଥା ଆଲୋଚନା କରିବାର ଆବଶ୍ୟକତା କୌଣସି ଅପଭାଇ ମାନେ ମନେ କରୁଛନ୍ତି, ଯଦି ସେମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆଗକୁ ଆସନ୍ତି ଏବଂ ମଝିରେ ମଝିରେ ସେଇ କନସେପ୍ଟରେ ଆଲୋଚନା କରନ୍ତି, ପ୍ରତ୍ୟେହ ବି ଆଲୋଚନା ପରେ ପରେ ନିଜ ନିଜର କନସେପ୍ଟ ଯଦି ଆଲୋଚନା କରାଯାନ୍ତା, ତାହେଲେ ବିଷୟବସ୍ତୁଟି ଆହୁରି ଏକ ସ୍ୱତନ୍ତ୍ର ସ୍ତରକୁ ଯାଇପାରନ୍ତା। ଏହା ମୋର ଅନୁରୋଧ, ଆପଣ ମାନେ ନିଜ ତରଫରୁ ଟିକେ ଚେଷ୍ଟା କରିବେ, ଏ ଆଶା। ଏଠି ଯୋଉ ପ୍ରଶ୍ନ ଗୁଡିକ ଆମେ ସେଲ୍ଫ ଅବଜରଭେସନ ର ଧାରାରେ ଆଲୋଚନା କରୁଥିଲେ, ସେ ପ୍ରଶ୍ନ ଗୁଡିକ ସବୁ ପ୍ରତୀକାତ୍ମକ ପ୍ରଶ୍ନ, ସିମ୍ବଲିକ। ପ୍ରତୀକାତ୍ମକ ପ୍ରଶ୍ନ, ପ୍ରତୀକର ଭିନ୍ନ ଭିନ୍ନ ଉତ୍ତର ଥାଇପାରେ। ଆମେ ନିଜ ନିଜ ଢଙ୍ଗରେ ଯାହା ବୁଝୁଛେ ତା ନିଜ ନିଜ ସ୍ଥାନରେ ଠିକ। ମୁଁ କେବଳ କଥାଟିକୁ ସହଜ କରିବାର ପ୍ରୟାସ କରୁଛି, ଆପଣମାନେ ଏ ରୂପକଳ୍ପକୁ ନିଜ ଧାରାରେ ଭିନ୍ନ ଭାବରେ ବି ବୁଝିପାରନ୍ତି। ଏବଂ ପ୍ରତ୍ୟେକ ରୂପକଳ୍ପର ବାସ୍ତବରେ ବହୁତ ଦିଗରୁ ବୁଝା ଯାଇପାରେ ପ୍ରତ୍ୟେକ ରୂପକଳ୍ପକୁ। ଏହା ପ୍ରତ୍ୟେକ ରୂପକଳ୍ପର ପ୍ରତ୍ୟେକ ପ୍ରତୀକର ବହୁତ ପ୍ରକାର ମିନିଂ ରହିଛି। ଆମେ ମାଉଣ୍ଟେନ ଏବଂ ଭ୍ୟାଲିର ଉଦାହରଣ ନେଇକି ଆଲୋଚନା କରୁଥିଲେ। ଆମେ ଯେମିତି ମା ପୁସ୍ତକରେ ବି ପ୍ରଭୁ ଲେଖିଛନ୍ତି, ମାଙ୍କର ଗୋଟିଏ କ୍ୟାରେକ୍ଟର ହଉଛି ଉଚ୍ଚ, ହାଇଟ୍, ଏବଂ ମାଙ୍କର ଗୋଟିଏ କ୍ୟାରେକ୍ଟର ହଉଛି ବିସ୍ତାରିତ। ମହାସରସ୍ୱତୀଙ୍କର ଯୋଉ ଉଚ୍ଚତାର କଥା ଯେତେବେଳେ ପ୍ରଭୁ ଆଲୋଚନା କରୁଛନ୍ତି, ସେମିତି ମହାଲକ୍ଷ୍ମୀଙ୍କର ବ୍ୟାପ୍ତି କଥା ବି ପ୍ରଭୁ ଆଲୋଚନା କରୁଛନ୍ତି। ବେଳେ ବେଳେ ଚେତନାର ଉଚ୍ଚତା କେହି କେହି ବ୍ୟକ୍ତି ମାନଙ୍କର ସ୍ୱଧର୍ମ ହେଇଥାଏ ଏବଂ କୋଉ କୋଉ ବ୍ୟକ୍ତି ମାନଙ୍କର ଚେତନାର ବ୍ୟାପ୍ତି ସ୍ୱଧର୍ମ ହେଇଥାଏ। ଆମେ ଏଇ କନସେପ୍ଟରେ ଆଲୋଚନା କରିଥିଲେ, ମାଉଣ୍ଟେନ ଏବଂ ଭ୍ୟାଲିର ରୂପକଳ୍ପକୁ ନେଇକି, ପ୍ରତୀକକୁ ନେଇକି। ଆକୁ ଭିନ୍ନ ଭାବରେ ବି ବୁଝା ଯାଇପାରେ, ଯେମିତି ପର୍ବତ ବହୁତ ଧୈର୍ଯ୍ୟର ପ୍ରତୀକ। କିଛି ବ୍ୟକ୍ତି ଅଛନ୍ତି ସେମାନେ ପୁରା ଗମ୍ଭୀର ଧୈର୍ଯ୍ୟବାନ, ତାଙ୍କୁ କୌଣସି ପରିସ୍ଥିତି ହଲଚଲ କରିପାରେନି, ସେମାନେ ଅଟଳ। ଆମେ ପର୍ବତକୁ ସେଇ ସିମ୍ବଲିକ ହିସାବରେ ବି ନେଇପାରିବା। ଆମେ ପୃଥିବୀ ଏବଂ କ୍ଲାଉଡ ବା ବାଦଲ, ଏହାକୁ ଆମେ ଯୋଉ ରୂପକଳ୍ପରେ ଆଲୋଚନା କରିଥିଲେ, ବାଦଲକୁ ଆମେ ଚେତନାର ଅଗ୍ରଗତିର ପ୍ରତୀକ ରୂପେ ଗ୍ରହଣ କରିଥିଲେ ଏବଂ ପୃଥିବୀକୁ ସ୍ଥିର ଅଚଳ ଚେତନାର ପ୍ରତୀକ ରୂପେ ଗ୍ରହଣ କରିଥିଲେ। ଆକୁ ଭିନ୍ନ ଭାବରେ ବି ଗ୍ରହଣ କରାଯାଇପାରେ। କିଛି କିଛି ବ୍ୟକ୍ତି ମାନଙ୍କର, ଯେମିତି ମୁଁ ମାଉଣ୍ଟେନ ଉଦାହରଣ ଦେଲି, ପୃଥିବୀର ସହିତ ଗାମ୍ଭୀର୍ଯ୍ୟ ପ୍ରକୃତିର ସହନଶୀଳତାର ହିସାବରେ ଆମେ ନିଜକୁ ଅବଜର୍ଭ କରିପାରିବା। ବାଦଲକୁ ଗୋଟେ ଲାଇଟ୍ କ୍ୱାଲିଟି, ଇକ୍ୱାନିମିଟି, ପ୍ରତ୍ୟେକ ପରିସ୍ଥିତିରେ ହାଲକା ଅବସ୍ଥାରେ ରହିବା, ବଡ ବଡ ପରିସ୍ଥିତିକୁ ସହଜରେ ସମ୍ମୁଖୀନ ହବାର କ୍ୱାଲିଟି କିଛି ବ୍ୟକ୍ତି ମାନଙ୍କର ଥାଏ। ଆମେ ବାଦଲର ଲାଇଟନେସ୍ ଏବଂ ପୃଥିବୀର ହେଭିନେସ୍ କୁ ବି ଗୋଟେ ସିମ୍ବଲ ହିସାବରେ ଗ୍ରହଣ କରିପାରିବା। ଏଇଟା ଆମ ମାନଙ୍କ ଉପରେ ନିର୍ଭର କରେ, କିନ୍ତୁ ବାସ୍ତବରେ এই ସିମ୍ବଲ ଗୁଡିକ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହଉଛି ଆମେ ଆମ ମାନଙ୍କର କ୍ୟାରେକ୍ଟରକୁ ଅବଜର୍ଭ କରୁଛେ। এই ସିମ୍ବଲ ଗୁଡିକ ଦବାର ଆବଶ୍ୟକତା ଲେଖିକାଙ୍କ ପାଇଁ କାହିଁକି ରହିଲା? ଆମମାନଙ୍କ ପାଇଁ କଥାଟି ସହଜ ହବ ବୋଲି। ଆମେ ଯଦି ଆମର ଆହୁରି ସହଜ ଭାବରେ ବି ଆମେ ୱିଦାଉଟ୍ ଏନି ସିମ୍ବଲ ଆମେ ନିଜକୁ ବି ଅବଜର୍ଭ କରିପାରିବା। ମା ଯେମିତି କହୁଛନ୍ତି, ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟର ପଶ୍ଚାତରେ ଥିବା ମନୋଭାବକୁ ଅବଜର୍ଭ କରିବେ, ପ୍ରତିକ୍ରିୟାକୁ, ରିଆକ୍ସନକୁ ଅବଜର୍ଭ କରିବେ। ପ୍ରତ୍ୟେକ କାର୍ଯ୍ୟର ପଶ୍ଚାତରେ ଥିବା ଆପଣଙ୍କ ରେସ୍ପନ୍ସକୁ ଅବଜର୍ଭ କରିବେ। ମୁଁ ଆଜି ଖାଉଛି, ଖାଇବା ସମୟରେ ମୋର ମନୋଭାବ କିପରି ଅଛି, ହ୍ୱାଟ ଇଜ ମାଇ ରିଆକ୍ସନ and what is my response। ଜଣେ ବ୍ୟକ୍ତିଙ୍କୁ ମୁଁ ଭେଟିଲି, ମୋ ଭିତରେ କଣ ପ୍ରତିକ୍ରିୟା ଆସିଲା, କଣ ଭାବଟି ଆସିଲା? ମୁଁ ଗୋଟେ ପୁସ୍ତକଟିଏ ପଢୁଛି, ମୋର ଭାବଟି କଣ ଆସିଲା? ମୁଁ ଜଣଙ୍କର ଆଲୋଚନାଟି ଶୁଣୁଛି, ମୋର ଭାବଟି କଣ ଆସିଲା? ତ ମୋର ସେ ଭାବର ପଶ୍ଚାତରେ ମୋର କ୍ୟାରେକ୍ଟର ଲୁଚିକି ଥାଏ ଏବଂ ମୋର ଭାବ ବି ବଦଳୁଛି। ସେ ଅନୁସାରେ ମୋର ଯୋଉ ମଲ୍ଟିପଲ ପର୍ସନାଲିଟି ଅଛି ବା ଭିନ୍ନ ଭିନ୍ନ କ୍ୟାରେକ୍ଟର ମୋର ଏଇ ପଶ୍ଚାତରେ ରହିଛି, ମୁଁ ଭିନ୍ନ ଭିନ୍ନ ପରିସ୍ଥିତିରେ କୋଉ କୋଉ କ୍ୟାରେକ୍ଟର ଫ୍ରଣ୍ଟକୁ ଆସୁଛନ୍ତି, ତାକୁ ମୁଁ ମୋର ପ୍ରତିକ୍ରିୟାକୁ, ମୋର ମନୋଭାବକୁ ଅବଜର୍ଭ କରି ଧୀରେ ଧୀରେ ସ୍ପଷ୍ଟ ହେଇପାରିବି। ସେଥିପାଇଁ ଜରୁରୀ ନୁହଁ ଆମେ ଏଠାରେ ଦିଆଯାଇଥିବା ରୂପକଳ୍ପକୁ ଗୋଟେ ନେଇଯିବା ଗୋଟେ ରୁଲ ହିସାବରେ। ଆମେ ଆମର ଢଙ୍ଗରେ ମଧ୍ୟ ନିଜ ପାଇଁ ପ୍ରଶ୍ନ ପ୍ରସ୍ତୁତ କରିପାରିବା। ଅସଲ ଉଦ୍ଦେଶ୍ୟଟି ହଉଛି ଆମେ ଆମ ନିଜକୁ ଠିକ ଭାବରେ, ନିଜର ପ୍ରବୃତ୍ତି, ନିଜର ସ୍ୱଭାବକୁ ଠିକ ଭାବରେ ଏକ୍ଜାକ୍ଟଲି ଚିହ୍ନିବାର ଅଛି। ଏଇଟା ହଉଛି ଆମ ଟାର୍ଗେଟ। ସେଥିପାଇଁ ପୁରା ନୀତି ନିୟମ ଭଳିଆ ଏଇ ସିମ୍ବଲକୁ ନେଇକି ହିଁ ଆମକୁ ଉତ୍ତର ଦେବାକୁ ପଡିବ। ତା ଯାହା ପାଇଁ ଆବଶ୍ୟକ ଅଛି ସେମାନେ କରିପାରନ୍ତି, ଯିଏ ଅନାବଶ୍ୟକ ଅନୁଭବ କରୁଛନ୍ତି ସିଧାସଳଖ ନିଜର
ପ୍ରତିକ୍ରିୟାକୁ ନେଇକି ସେମାନେ ଅବଜର୍ଭ କରିପାରିବେ, ଦ୍ୟାଟ୍ ଇଜ ଓକେ, ସେଇଟା ଠିକ ଅଛି, କିଛି ଅସୁବିଧା ନାହିଁ। ଏବଂ ଲେଖିକା ମଧ୍ୟ ଆମକୁ କହୁଛନ୍ତି ଯେ ପ୍ରଥମେ ପ୍ରଥମେ ଆମକୁ ଏଗୁଡେ କଥା ଗୁଡ଼ିକ କଷ୍ଟ ହେଇପାରେ, ଆମେ ଗୋଟେ ପ୍ରକାର ଉତ୍ତର ଦେବୁ, ଆମର ଜଣେ ବନ୍ଧୁ ଅନ୍ୟ ପ୍ରକାର ଉତ୍ତର ଦେବ। ଆମେ ଯଦି ବନ୍ଧୁମାନଙ୍କର ସହିତ ମିଶିକି ସେ ଉଭୟକୁ ଆଲୋଚନା କରିବା ଏବଂ ନିଜ ନିଜ ଢଙ୍ଗରେ ବୁଝିବା, ଆହୁରି ଗୋଟେ ସିନ୍ଥେସାଇଜ ଅବସ୍ଥାକୁ, ଗୋଟେ ସମନ୍ୱିତ ଅବସ୍ଥାକୁ ଯାଇକି ଆମେ ନୂଆ ପ୍ରଶ୍ନ କରିପାରିବା, ନିଜକୁ ଅବଜର୍ଭ କରିବା ପାଇଁ ସେଟା ବହୁତ ବଢିଆ। ଆମେ ନିଜକୁ ଏଇ ପ୍ରଶ୍ନ ଭିତରେ ହିଁ ସୀମିତ ରଖିବାନି, ନିଜକୁ ଖୋଲିବା, ନିଜକୁ ଆହୁରି ଏକ ବିସ୍ତାରିତ ଭୂମିକୁ ନବା ପାଇଁ ଚେଷ୍ଟା କରିବା, ଓପନ ହବା ଇନ୍ ଆୱାର ମାଇଣ୍ଡ, ଏବଂ ନିଜକୁ ଖୁଣ୍ଟି ନାଣ୍ଟି କରି ବହୁତ ଭଲ ଭାବରେ ଅବଜର୍ଭ କରିବା। ଅନେକ ବ୍ୟକ୍ତିମାନେ ଅଛନ୍ତି ସେମାନେ ନିଜର ଚରିତ୍ରକୁ ନେଇକି ବହୁତ ସୁନ୍ଦର ସୁନ୍ଦର କବିତା ଲେଖନ୍ତି, ନିଜର ଚରିତ୍ରକୁ ନେଇକି ଭିନ୍ନ ଭିନ୍ନ ପ୍ରକାର କବିତା ଲେଖନ୍ତି, ବହୁତ ଚମତ୍କାର ଭାବରେ। କେହି ମଜାଳିଆ ଢଙ୍ଗରେ ଲେଖନ୍ତି, କାହାର କବିତାରେ ଗୋଟେ ପ୍ରକାର ଦର୍ଶନର ଭାଷା ଥାଏ। ସେମାନେ ଏଇ କଥାଟିକୁ ସଫଳତାର ସହିତ ସେତିକିବେଳେ କରିପାରନ୍ତି ଯେତେବେଳେ ସେମାନେ ବାସ୍ତବରେ ନିଜର ପ୍ରବୃତ୍ତି, ନିଜର ଚରିତ୍ର ସମ୍ପର୍କରେ ଗୋଟେ ସ୍ପଷ୍ଟ ଜ୍ଞାନ ହାସଲ କରନ୍ତି। ଆମେ ପୁନର୍ବାର ଏଇ କଥାଟିକୁ ମୁଁ ପୁନରାବୃତ୍ତି ବି କରୁଛି ଯେ ଆମର ଚରିତ୍ର ଉପରେ ସ୍ପଷ୍ଟ ଜ୍ଞାନ କାହିଁକି ଆବଶ୍ୟକ? କାରଣ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ କଲେ ହିଁ ଆମେ ନିଜକୁ ନିୟନ୍ତ୍ରଣ କରିପାରିବା। ଆତ୍ମନିୟନ୍ତ୍ରଣର ଉଦ୍ଦେଶ୍ୟରେ ଆମେ ଆତ୍ମଜ୍ଞାନ ପ୍ରାପ୍ତ କରିବା ପାଇଁ ପ୍ରଚେଷ୍ଟା କରୁଛେ। ଆତ୍ମଜ୍ଞାନ ପ୍ରାପ୍ତ କରିବାର ପାଇଁ ଆତ୍ମସମୀକ୍ଷା ଆବଶ୍ୟକ, ଏଇ ଧାରାରେ ଆମେ ଆଗକୁ ଯାଉଛେ। ତ ସେଲ୍ଫ ଅବଜରଭେସନ ଗୋଟେ ଭଲ ଅଭ୍ୟାସ। ଏଇ ସେଲ୍ଫ ଅବଜରଭେସନ ର ସମୟରେ ଯେତେବେଳେ ଲେଖିକା ଆଲୋଚନାକୁ ଆରମ୍ଭ କଲେ, ସେ ଆମକୁ ସଜେଷ୍ଟ କଲେ ଯେହେତୁ ସେଲ୍ଫ ଅବଜରଭେସନ ବହୁତ ଆବଶ୍ୟକ, ସେଥିପାଇଁ ସେ କହିଲେ ଏଇଟା ଆମ ମାନଙ୍କର ଗୋଟେ ଡେଲି ହ୍ୟାବିଟ ହେବା ଦରକାର, ଡେଲି ହ୍ୟାବିଟ। ଏବଂ ଏଟା ନ୍ୟାଚୁରାଲ ହବା ଦରକାର। ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛୁ, ଯେମିତି ଆମେ ଆମର ନିଶ୍ୱାସ ପ୍ରଶ୍ୱାସ ନେଉଛୁ, ଏଟା କଣ ନ୍ୟାଚୁରାଲ? ଆମକୁ କଣ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ପ୍ରଚେଷ୍ଟା କରିବାକୁ ପଡୁଛି ନା ଖାଇବା ପାଇଁ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ ଆମକୁ ପ୍ଲାନିଂ କରିବାକୁ ପଡୁଛି? ନା, ଆମେ ଏଟା ରେଗୁଲାର ଆଜ ଇଟ୍ ଇଜ ଚାଲିଛି। ଏଠି ଯାହାକୁ କୁହାଯାଏ ଆମ ଜୀବନର ରୀତିନୀତି ମଧ୍ୟରେ ଏଇସବୁ ଜିନିଷ ରହିଛି। ତ ସେତିକି ଗୁରୁତ୍ୱ ସେଲ୍ଫ ଅବଜରଭେସନ ରହିଛି। ଏହାକୁ ସ୍ୱତନ୍ତ୍ର ଭାବରେ ନୁହଁ, ରୀତିମତ କରିବା ଦରକାର। ରୀତିମତ ରେଗୁଲାର ଯାହାକୁ କୁହାଯାଏ, ରେଗୁଲାର ହ୍ୟାବିଟରେ ଯେମିତି ଖାଦ୍ୟ ଗ୍ରହଣ କରିବା ରହିଛି, ଯେମିତି ନିଦ୍ରା ରହିଛି, ଯୋଉମାନେ ଟିକେ ଆଉ ଗୋଟେ କନସିୟସ୍ ଲାଇଫ, ଫିଜିକାଲ ଏକ୍ସରସାଇଜ ସେମାନଙ୍କର ରେଗୁଲାର ହ୍ୟାବିଟ ହେଇଛି। କିଛି ବ୍ୟକ୍ତିଙ୍କର ଖାଇବା, ଶୋଇବା, ଆଉ ବାକି ବର୍ଜ୍ୟବସ୍ତୁ ଇତ୍ୟାଦି ତ୍ୟାଗ କରିବା, ଯାହାକୁ ନେଚର କଲକୁ ଆଟେଣ୍ଡ କରିବାକୁ କୁହାଯାଏ, ସେସବୁ ଇତ୍ୟାଦି ଗୋଟେ କେବଳ ଅନିବାର୍ଯ୍ୟ ହେଇକି ରହିଛି ରେଗୁଲାର। ଆଉ ଟିକେ ঊର୍ଦ୍ଧ୍ୱତମ ଚେତନାରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏସବୁ ରହିଛି, ତା ସହିତ ନିଜର କାର୍ଯ୍ୟ ନିଜେ କରିବା ସହିତ ଫିଜିକାଲ କଲଚର, ଏଇଟା ଗୋଟେ ଆବଶ୍ୟକତା ରହିଛି। ସେମାନେ ଆଉ ଟିକେ ହାୟର କନସିୟସନେସର ବ୍ୟକ୍ତି। ଆଉ ଏଠି ଯୋଉ ବ୍ୟକ୍ତିମାନେ ଆମେ ଏକତ୍ରିତ ହେଇଛେ, ଆମମାନେ ଏକ ସ୍ୱତନ୍ତ୍ର ଶ୍ରେଣୀର ବ୍ୟକ୍ତି। ଆମମାନଙ୍କ ପାଇଁ ସେମିତି ନିୟମିତ ଭାବରେ ନିଜର କାର୍ଯ୍ୟ କରିବାର ସହିତ, ଶାରୀରିକ ବ୍ୟାୟାମର ସହିତ ଆମକୁ ସେଲ୍ଫ ଅବଜରଭେସନ ବି ଗୋଟେ ନ୍ୟାଚୁରାଲ ହ୍ୟାବିଟରେ ପରିଣତ କରିବାକୁ ପଡିବ। ଏହାର ଆବଶ୍ୟକତା ସମ୍ପର୍କରେ ଆମକୁ ଲେଖିକା ସଜେସନ ଦଉଛନ୍ତି, ସଜେଷ୍ଟ କରୁଛନ୍ତି। ଆଜି ଆମେ ନୂଆ ଅଧ୍ୟୟନ ମଧ୍ୟକୁ ପ୍ରବେଶ କରିବା। ଗୋଟିଏ ପଏଣ୍ଟକୁ ଆମେ ସ୍କିପ୍ କରିଛେ, ଯୋଉଟା ମୋର ଫିଜିକାଲ, ଭାଇଟାଲ ଆଉ ମେଣ୍ଟାଲ, କେବଳ ସାମାନ୍ୟ ଭାବରେ ମୁଁ ଆଲୋଚନା କରିଛି। ଏଇ ବିଷୟବସ୍ତୁ ଉପରେ ପରବର୍ତ୍ତୀ ଆଲୋଚନାରେ ଆସିବ ଆଗକୁ, ସେଥିପାଇଁ ଆମେ ସେତେବେଳେ ଆଉ ଡିଟେଲ ଆଲୋଚନା କରିବା। ପ୍ରଥମେ ସେଇ ୱାର୍କସିଟକୁ ଯିବା ପୂର୍ବରୁ ଏଇ ଫିଜିକାଲ, ମେଣ୍ଟାଲ ଏବଂ ଭାଇଟାଲ କ୍ୱାଲିଟିଜ ଉପରେ ଆମେ କିଛି ସମୟ ଆଲୋଚନା ରଖିବା, ତାପରେ ଆମେ ସେଇ ୱାର୍କସିଟକୁ ଯିବା। ବାକି ଯୋଉ ସିମ୍ବଲିକ ଡିସ୍କସନ ଗୁଡ଼ିକ ରହିଲା, ମୁଁ ଆପଣମାନଙ୍କୁ ପୂର୍ବରୁ ବି ଏ କଥାଟିକୁ କହିଛି, ଆପଣମାନେ ଏହାକୁ ନିଜ ନିଜ ଢଙ୍ଗରେ ବୁଝିବେ। ଆଲୋଚନା ଆପଣଙ୍କୁ କେବଳ ସହାୟକ ହେଇପାରେ, କିଛିଟା ସ୍ପଷ୍ଟତା ଆଣିପାରେ, କିଛିଟା ଆପଣମାନଙ୍କର ପ୍ରୟାସ ପାଇଁ ଗୋଟେ ପ୍ରକାର ଗାଇଡାନ୍ସ ହେଇପାରେ, କିନ୍ତୁ ଆପଣ ନିଜ ନିଜ ଢଙ୍ଗରେ ସେ ସିମ୍ବଲକୁ ବୁଝିବେ। ଏବଂ ଯାହା ଲେଖିକା ଆମକୁ କହିଲେ, ବାରମ୍ବାର ଏଇ ଅଭ୍ୟାସ କଲେ ସେଲ୍ଫ ଅବଜରଭେସନର, ଧୀରେ ଧୀରେ ଆପଣ ନିଜେ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ କରିପାରିବେ ନିଜର ସ୍ତରରେ। ଆପଣ ଏ କଥାଟିକୁ ଏକୁଟିଆ ଅଭ୍ୟାସ କରିପାରନ୍ତି, ନହେଲେ
आम किसी बंधु मान सहित मिलित भाव में अभ्यास करें। आम आज नुआ अध्ययन बोध प्रवेश करवा पेज नंबर 17 रे आम मानकर वर्कशीट पर जो अध्ययन रही न्यू हैबिट ऑफ सेल्फ ऑब्जर्वेशन से आम आज अध्ययन को आगू नवा। ये कहुच्छी दिस बुक विल शो यू सम न्यू हैबिट्स दैट आर गुड टू डेवलप इफ यू आर सीरियस अबाउट प्रिपेयरिंग योरसेल्फ फॉर कांटेक्ट विथ योर साइकिक बीइंग। जस्ट नाउ यू हैव स्टार्टेड द फर्स्ट वन, the habit of self observation. A habit is something that you do often and routinely. If you want to make something a habit, you must start to practice regularly. In the beginning that takes effort. Once it has become a habit, you start doing it more or less automatically. A new habit needs about 40 days to really become a regular habit. If you do it for 40 days without fail, you should have no difficulty to keeping it up. केते चमत्कार कथा मानक पई ए पुस्तक सी कहउछन तुमको अनेक अनेक नुआ अभ्यास शिखेबारे सहायक हबो जो माने कि तुमर अग्रगति रे उत्तम अभ्यास गुड़िक एवं अग्रगति करिया पई ए उपाय गुड़िक सहायक। जदि तुमे माने ई प्रस्तुति रे टिके निष्ठा पर टिके सीरियस, जदि तुमे माने अंतरात्मा सहित संपर्क स्थापन करिवारे टिके सीरियस अच्छ टिके निष्ठा पर अच्छ, तुम मानक पई प्रथम अभ्यास हिसाब रे कुआ गला सेटा होची हैबिट ऑफ सेल्फ ऑब्जर्वेशन। लेखिका कहउछन हम मानक पई गोटे अभ्यास से कहिले आगु को अनेक अनेक कथा कुआ जबो। जो प्रथम कहले जो सेल्फ ऑब्जर्वेशन जोटा कि बहुत आवश्यक अंतरात्मा सहित संपर्क स्थापन करिवारे। एक्जाक्टली सेल्फ ऑब्जर्वेशन हमको अंतरात्मा सहित संपर्कित करि परबो नहीं। सेल्फ प्रिपरेटरी पीरियड जहाँ सब रही प्रिपरेटरी स्टेप्स, से प्रिपरेटरी स्टेप्स मान भीतर सेल्फ ऑब्जर्वेशन हूँ प्रथम। तापरे आगु को जीवा से कहते जे हैबिट क्या कहुए, अभ्यास क्या कहुए, अभ्यास से कहुए जहाँ को आम नियमित भाव में करूँ, थरे नुह बारंबार नियमित भाव में आम करूँ एवं जितेबाला आम कौन जिनस को अभ्यास परिणत करने चाहूँ ताकू आम अभ्यास करने आरंभ करूँ से हैबिट परिणत हो जितेबाला से अभ्यास को आम रेगुलारली करूँ, से प्रैक्टिस को आम रेगुलारली करूँ, धीरे धीरे अभ्यास परिणत हो। आम कहार कहार चा पीबार अभ्यास रही केमती रही थर आम पीलु रेगुलर प्रैक्टिस कलु। कई व्यक्ति मैंने चा पीती बट दे आर नॉट हैबिचुएटेड। ये बहुत इंटरेस्टिंग कथा। से आप चा ऑफर करेंगे सी पीदेवे, कौ दिन जब से चा पी ना से व्यस्त हे ना, ताने सी चा पीया को हूँ पसंद करें बट इट इज नॉट देयर हैबिट। से चा पीया को पसंद करें किंतु यह तार अभ्यास नुह। सेमती किसी व्यक्ति अच्छे पुस्तक पढ़ाई से भल पाती, नूतन पुस्तक देले आवश्यक पढ़िले एनकरेज करदे से पढ़े कि इट इज नॉट इन देयर हैबिट। से पुस्तक न पढ़िले जदि से न पढ़ुं डिस्टर्ब फिल करेंगे, सी गोटे लगे ना कि गोटे असुविधा हो लगे कि किसी व्यक्ति अच्छा सामान कथा से माने चाह न पी रही पारे नहीं, सेमती पुस्तक न पढ़ी भी रही पारे बिकॉज इट इज हैबिट। केमिति जो व्यक्ति मझे मझे किसी स्वतंत्र खाद्य खाऊँ से पसंद करते तार हैबिट नहीं, जदि से खाद्यटी को से रेगुलर खाइब निर्दिष्ट समय खाइब तो किछ दिन पर से हैबिट रे पड़ जाओ। चा पियार उदाहरण मुझे देली, आप प्रत्येक दिन अपराह्न 4:30 रे चा कपे पीले, प्रत्येक दिन पीबे, आपन से अभ्यास न थाई पारे, आपन एमती सप्ताह 2 सप्ताह 3 सप्ताह 4 सप्ताह पर्यंत पीले, पीला परे तापर आपन सही समय चा न पीले आपन डिस्टर्ब लगे बिकॉज इट बिकेम योर हैबिट। भल अभ्यास भी से आप निर्दिष्ट समय पढ़िले एमती अनेक दिन पर्यंत पढ़िले ताहा आपणकर अभ्यास परिणत होगला। जितेबाला से समय आसो आप पढ़ु ना कौन कार्य करेंगे पुस्तक कथा मन पड़ो। आम समस्त निर्दिष्ट समय शोबार अभ्यास जदि थी से समय है मैंने आमको निद लगे, खाइबार अभ्यास निर्दिष्ट समय थी से समय है मैंने आमको भोक लगे। हैबिट हूँ यहीपरी। सेमती सेल्फ ऑब्जर्वेशन को जब आम हैबिट रे परिणत करदे, सेल्फ ऑब्जर्वेशन टाइम है माने आमको आग्रह आसो आम भितर हाँ इट इज द टाइम
for self observation, so I have to start it. तो सी अभ्यास रे केमिति परिणत हबो प्रथमे प्रथमे हुए दया कष्ट हे पारे जदि आमे ताको अभ्यास रे परिणत करदिलु से ऑटोमेटिक हबो जे पर्यंत अभ्यास हेई न थाए से पर्यंत हमकु करबा पई प्रयास करे पड़े थरे अभ्यास हे गेले बिना प्रयास रे हुए जो माने म्यूजिक शिखुथिबे जो माने यंत्र वाद्य यंत्र इत्यादि शिखुथिबे ସେମାନେ କଣ କରିବେ जे प्रथमे कौन करिया पड़िबो से म्यूजिक ऊपर फिंगर चलेया पड़िबो ए फिंगर पर से फिंगर एवं जदि से रेगुलर हैबिट रे परिणत कर देले प्रथम कौन हबो ताको माइंड ताकर फिंगर को गाइड करिवो प्रयास करबा में माने पुश करिवो टिके प्रचेष्टा लगेबो मन तार पश्चात रे एवं धीरे धीरे जतबेले सेमान ताको रेगुलर प्रैक्टिस करिवे सेसुकु एकता मा भी कहिसंती जे फिंगर रो कॉन्शियसनेस सेटी जागृत हबो एवं ताको फिंगर माने मध्ये से जो म्यूजिक टोन प्रति हैबिचुएटेड हे जिवे से जगह स्वतंत्र भाव से म्यूजिक रो जो नॉलेज को जा माइंड रो अछि आ यूज करे आवश्यकता पड़िबो नहीं फिंगर गुडी को एपरि ऑटोमेटिकली चलिबे ऑटोमेटिकली फिंगर चलिबे जणे 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 एते चमत्कार व्यक्तित्व अच्छे म्यूजिक रे से माने म्यूजिक प्ले करथि आज इट इज रिदम रे चलथिबो से माने भिन्न किछि चिंता रे थाई परंती से माने ध्यान कर परथि किछि असुविधा नै ता फिंगर हैबिचुएटेड हे जाय ट्रेंड सेटा ऑटोमेटिकली चलिबो ना प्रभु ऑटोमेटिक मेडिटेशन कथा कहिसथि ऑटोमेटिक नाम जप कथा भी कहिसथि जो मानकर मेडिटेशन हैबिट रे परिणत हे जाय रेगुलर हैबिट रे से मानक पई प्लेस और कंडीशन किछि मैटर करेनी से माने आर्ट विल निज इच्छा रे स्वतःस्फूर्त भाव मेडिटेशन रो मूड को पळेबे निजको बाहर समस्त कोलाहल रो विड्रॉ करके से माने मेडिटेशन रो मूड को पळेबे एवं से माने को पारिपार्श्विक अवस्था रे रहिसंती ता पर किछि फरक पड़िबोनी से माने बास्केटबॉल खेलु थाई परंती से माने युद्ध क्षेत्र रे थाई परंती गाड़ी ड्राइव कर थाई परंती से कार्य ऑटोमेटिक चलेबो से माने मेडिटेशन रो मूड को पळेबे एटा स्वतंत्र स्टेट ऑफ कॉन्शियसनेस को पळेबे मेडिटेशन रो हैबिट कथा कहिसंती नाम जप रो हैबिट कथा भी प्रभु कहिसंती से नाम जप प्रथम मेकानिकली आरंभ हो तापरे मेंटल एफर्ट रे आरंभ हो बा कंटिन्यू हो सेसु को जतबेले आपनकर से रेगुलर हैबिट रे परिणत हे जिवो ए कॉन्शियसनेस स्वतःस्फूर्त भाव से जगह को पळेबो सेति पई सेतबेले नाम जप प्रयास करे पड़िबोनी ऑटोमेटिकली चलिबो ऑटोमेटिकली एवं जहा को शास्त्र रे कह जायछि अजपा जप जो जप को जप करा जाय नै जे स्पॉन्टेनियसली चले अजपा जप ए संस्कृत शब्दटी रही ए कथा प्रभु कहते को मानकर से ऑटोमेटिक स्तर को जीव जो माने अभ्यास करी 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 से कथा गुडी को तांकर डेली हैबिट रे परिणत कर देथिबे से मानकर आम मानकर भी सेमती जहां भी हमें रेगुलर प्रैक्टिस करबा से हमर डेली हैबिट रे परिणत हे जो जहां में रेगुलर प्रैक्टिस करबा डेली हैबिट रे परिणत हे जो हमर बॉडी माइंड वाइटल ता प्रति प्रैक्टिस से जो कार्य से ट्यून नहीं जिवे जेते जेते व्यक्ति माने निजर निजर फील्ड रे उच्चर उच्चतम स्तर को जाइछंदी से समस्तंकर सीक्रेट होची से समस्तंकर सीक्रेट होची सिंसियर रेगुलर हैबिट सिंसियर रेगुलर प्रैक्टिस आउ किछि नै प्रैक्टिस करी 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 सेतरे से माने मास्टरी नै आछन मास्टरी एते जे चमत्कार समय देइछन से प्रैक्टिस रे सेटा तांको पय अति सहज कथाटी हे अति सहज कथाटी प्रैक्टिस करी 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 सुंदर अक्षर लिखि पारथो व्यक्ति अछंती सुंदर खेलाड़ी अछंती सुंदर संगीतज्ञ अछंती सुंदर चित्रकार अछंती अछंती समान डेली हैबिट सेतमे आमे नियमित भाव में प्रयास कले धीरे धीरे कार्य ऑटोमेटिक चलिबा आ पई स्वतंत्र भाव में प्रयास करबा दरकार नहीं आमे केते दिन अभ्यास करबा आमे केते दिन अभ्यास करबा एठी लेखिका सजेस्ट करछन 40 डेज
आमे कष्ट करी यदि 40 दिन गोटे निर्दिष्ट अभ्यास को करिबा सेटा धीरे धीरे आमर प्रवृत्ति रे परिणत हो रेगुलर हैबिट रे परिणत हो कहते a new habit needs about 40 days to really become a regular habit. If you do it for 40 days without fail, you should have no difficulty in keeping it up. जदि प्रथम 40 दिन आम कष्ट करी दिले 40 दिन तेरा हुए तो कष्ट हम किंतु आम नियमित 40 दिन अभ्यास बिना कौन बाधा विघ्न बिना कौन ब्रेक रे परवर्ती समय से कथाटी को आम द्वारा करने सहजतर अवस्था को नहीं आम तापर आउ सहज कर कंपैरेटिवली सहज करें धीरे धीरे जदि आउर नेक्स्ट 40 डेज 120 डेज आम रेगुलर करदे आउ बेसी किसी अपूर्व कथा आम रही आम सहज हो राति शोईकी उठा आम 40 दिन पर्यंत 9:30 शोवा 4:30 उठा 9:30 शोवा 4:30 उठा 40 दिन चेष्टा करवा तापर धीरे धीरे बॉडी एक्वेंटेड हो प्रति आमर से प्रैक्टिस टा फिजिकल लेवल को पड़े आउ से हटि पारे आम से आमको सजेस्ट कर सेल्फ ऑब्जर्वेशन रूपक अभ्यास टी केमी रेगुलराइज करवा हियर आर सम टिप्स टू हेल्प यू टू बिकम रेगुलर इन द हैबिट ऑफ सेल्फ ऑब्जर्वेशन मेक ए रूटीन दैट एनेबल्स यू टू प्रैक्टिस डेली आम गोटे नियमित भाव में गोटे रूटीन टाइम करवा समय निर्घंट तैयारी करवा जो समय आम नियमित भाव में प्रैक्टिस करवा दिन भितर कहले गोटे 20 मिनिट बाहर करवा आम सेट एटलिस्ट 20 मिनिट्स अपार्ट फ्रॉम फॉर दिस एवरी डे फिक्स ए सर्टेन टाइम फॉर योर डेली प्रैक्टिस 20 मिनिट दिन में आम बाहर करवा निर्दिष्ट समय रे से 20 मिनिट रे आम सेल्फ ऑब्जर्वेशन प्रैक्टिस करवा मो गोटे समय सुविधा हो पारे आपण मान भिन्न भिन्न समय सुविधा हो पारे मु मोर सुविधा समय टी कहूँ यहाँ गोटे रूल नुह आपण भिन्न समय हो पारे मोर सुविधा समय हूँ शोलार जस्ट पूर्व कहार कहार लंच पर सुविधा समय हुए कहार कहार सकाल उठिक सुविधा समय हुए आपण निजे फिक्स करेंगे आपण को समय शोवा पूर्व भी जदि समय फिक्स भी हो मैंने 9:30 शुअती तो से 9:15 9:10 बेलू समय निर्धारित हो पारे जी 10टार शोथे से 9:40 समय को फिक्स कर अर्लियर भी निद्रा जीवार अपभय मान अच्छा विलंब आवश्यकता दृष्टिकोण 10:30 11 शोला भाया अपभय मान भी अच्छा से निज निजर अभ्यास अनुसार निज निजर कार्यधारा अनुसार से समय को फिक्स करेंगे से आपण जहाँ सुविधा आप निज अनुसार 20 मिनिट दिन में बाहर करेंगे और सही समय डेली हैबिट करेंगे प्रैक्टिस करने सेल्फ ऑब्जर्वेशन तापरे केमिटा स्थान रे आमे करबा चूज ए क्वाइट प्लेस फॉर योर प्रैक्टिस अच्छा ये जो गोटे नीरवर स्थान कथा कह जाउची से नीरव स्थान कथा विचार कला बेलू आमको समय उपर टिके भिन्न भाव में दृष्टि पकड़ पड़ो जे किछि किछि निर्दिष्ट समय आम मान नीरवतार समय होगी थाए आप जो समय कार्य करेंगे से समय नीरवतार वातावरण न थाए सकाळु अर्ली मॉर्निंग बिफोर गोइंग टू बेड और इन आफ्टरनून आफ्टर लंच यही तीनोटी समय विशेष भाव में जो माने गृहिणी अधिकांश जेतु अपा माने गृहिणी अपा माने अछन्ती मु तांकु दृष्टि रखी ही केवल कहूची कथाटी भी भिन्न अन्य मानक पई हेई पारे अर्ली मॉर्निंग एवं आफ्टर लंच एवं आफ्टर डिनर और बिफोर गोइंग टू बेड ये तीनोटी समय हुए तो जो माने गृहिणी गृहस्थ आश्रम रे जो अपा माने रहिसंती से मान पई तीनटी समय 20 मिनिट हुए तो बाहर करा जाई पारे लंच पर रेस्ट आवश्यकता अच्छी हुए तो सी 20 मिनिट दवा बेले बेले कष्ट हुए किंतु बिफोर गोइंग टू बेड एंड आफ्टर वेकअप निद्रा त्याग करी निद्रा जीवा पूर्व यही दृष्टि हुए तो बेसी सुइटेबल हो पारे आपण माने निज निज
ପରିସ୍ଥିତି ଅନୁସାରେ ସମୟଟାକୁ ନିର୍ଦ୍ଧାରିତ କରିପାରନ୍ତି ଏବଂ ଏ ତିନୋଟି ସମୟ ପରେ ମଧ୍ୟ କାହାର କାହାର ଯଦି ଟିକେ ନିରବ ସମୟ ରହୁଛି କେହି ଟିଚର୍ସ ମାନେ ଥାନ୍ତି ସେମାନେ ତାଙ୍କର ସ୍କୁଲରେ କାର୍ଯ୍ୟ କରୁଥିବା ସମୟରେ ଲିଜର ପିରିୟଡରେ କମନ ରୁମରେ ଆଉ କେହି ଯେହେତୁ ନଥାନ୍ତି ଜଣେ ଦି ଜଣ ଅପଭ୍ୟମାନଙ୍କ ଲିଜର ଥାଏ ସେମାନେ ସେଠି ସୁଇଟେବୁଲ ଫିଲ୍ କରିପାରନ୍ତି ସେଇଟା ସମସ୍ତଙ୍କର ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ସମସ୍ତେ ନିଜ ନିଜ ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ଯୋଜନା ଅନୁସାରେ ଭିନ୍ନ ଭିନ୍ନ ସମୟ ନିର୍ବାଚିତ କରିବା ସମସ୍ତଙ୍କର ସ୍ୱାଧୀନତା ରହିଛି ତାପରେ କହିଲେ if you know beforehand that on a particular day you cannot do your exercise at a fixed time schedule another time for the day ଯଦି ଆମେ ଜାଣିଲୁ ଯେ ଏଇ ସମୟରେ ଆଜି ପାଇଁ ବିଶେଷ ଭାବରେ ଆଜି କରି ହବ ନାହିଁ ଆମେ ଯେମିତି ଗୋଟେ ସମୟ ଥିଲା 10ଟା ବେଳେ ଆମେ ଏଇ କ୍ଲାସଟି କରୁଥିଲେ ଆବଶ୍ୟକତା ଥିଲା ସମୟର ଆବଶ୍ୟକତା ଆମେ ଫିକ୍ସ ଟାଇମ ରଖିଛେ କିନ୍ତୁ ବେଳେ ବେଳେ ଆମେ ସିଡ୍ୟୁଲକୁ ଚେଞ୍ଜ କରୁଛେ ଆବଶ୍ୟକତା ଅନୁସାରେ ସେମିତି ଆପଣ ସେଲ୍ଫ ଅବଜରଭେସନ ପାଇଁ ଫିକ୍ସ ଟାଇମ ରଖିବେ ଯଦି ଗୋଟେ ଫଙ୍କସନ ଅଛି ଗେଷ୍ଟ ଆସିବାର ଅଛି ବା ସେଇ ସମୟରେ ଆଉ ଗୋଟେ କିଛି ସ୍ୱତନ୍ତ୍ର କାର୍ଯ୍ୟ ପଡ଼ିଗଲା ଅର୍ଜେଣ୍ଟ କାମ ତ ଆପଣ ରିସିଡ୍ୟୁଲ କରିବେ ସେଇ ଦିନ ପାଇଁ ପୁରା କମ୍ପ୍ଲିଟଲି ଚେଞ୍ଜ କରିବେନି ନେକ୍ସଟ ଡେ କୁ ପୁଣି ପୂର୍ବ ସମୟରେ ଆପଣ କରିବେ if a day was so full of unexpected happenings that he could not do it still do it still do not go to the bed before practicing your self observation ଯଦି ବେଳେ ବେଳେ କୌଣସି କାରଣବଶତଃ କୌଣସି ଅପ୍ରତ୍ୟାଶିତ କାରଣବଶତଃ ଆମେ ଦିନ ସାରା ଭିତରେ ସମୟ ପାଇଲୁ ନାହିଁ ସେଲ୍ଫ ଅବଜରଭେସନ ର ସେଠି କହୁଛନ୍ତି ଯୋଉମାନେ ନିଷ୍ଠାପର ଅଭ୍ୟାସକାରୀ ସେମାନେ କଣ କରିବେ ସେମାନେ ନ ସେଲ୍ଫ ଅବଜରଭେସନ କରି ଶୋଇବାକୁ ଯିବେ ନାହିଁ ଶୋଇବେ ତ ଶୋଇଲା ଟିକେ ଡେରି ହେଇଯାଇଛି ଅବଶ୍ୟ ଫିକ୍ସ ଟାଇମରେ କରିନାହାନ୍ତି ଅବଶ୍ୟ କିନ୍ତୁ ସେଲ୍ଫ ଅବଜରଭେସନ କରିସାରିଲା ପରେ ଆମେ ଶୋଇବା ପାଇଁ ଯିବା ଏବଂ ଏହା ପାଇଁ ଦରକାର ପଡ଼ିଲେ ଆମେ ରିମାଇଣ୍ଡର ବି ଦେଇପାରିବା give yourself reminders for keeping it off for example put a message on your mirror saying something like that all well in the inner worlds today you can also attach a note to your keychain be creative and find out how you can remind yourself best ଆମେ ନିଜକୁ ରିମାଇଣ୍ଡର ବି ଦେବା ଯେମିତି ଆମେ ଆଲାର୍ମ ଦଉ ଆମେ ରିମାଇଣ୍ଡର ବି ଦେବା ଆବଶ୍ୟକ ପଡ଼ିଲେ ଆମେ ଗୋଟେ ମେସେଜ ଲେଖିଦେବା ମିରରରେ ଆମେ ଅଧିକାଂଶ ସମୟ ମିରରକୁ ଫେସ୍ କରୁଛେ ମିରର ପାଖରେ ଗୋଟେ ମେସେଜ ଲେଖା ହେଇଥିବ all well in the inner worlds today ଟିକେ ଆଜି ମୋର ଅନ୍ତର ଜୀବନ ସହିତ କିଛି ସମୟ ବଞ୍ଚିବି ନିରବତାର ସହିତ ଯେ ଅନ୍ତର ଜୀବନର ଯାତ୍ରା କାମ ହେଇସାରିଛି ତ এই ପ୍ରଶ୍ନକୁ ଦେଖୁ ଦେଖୁ ହଠାତ୍ ଆମେ ରିମାଇଣ୍ଡ ହେଇଯିବ ଯେ ହଁ ମତେ ସେଲ୍ଫ ଅବଜରଭେସନ କରିବାର ଅଛି ଆମେ ଆମର କି ଚେନରେ ଗୋଟେ ରିମାଇଣ୍ଡର ବି ଲଗେଇ ପାରିବା ଗୋଟେ ଆଟାଚ କରିପାରିବା କିଛି ଗୋଟେ ଯାହାକୁ ଦେଖିଲେ ଆମକୁ ମନେ ପଡ଼ିଯିବ ମତେ ସେଲ୍ଫ ଅବଜରଭେସନ କରିବାର ଅଛି ସେ କହୁଛନ୍ତି ଟିକେ ଆମେ ଟିକେ କ୍ରିଏଟିଭ ହବା ଆମେ ନିଜ ନିଜ ସ୍ତରରେ ଭିନ୍ନ ଭିନ୍ନ ଢଙ୍ଗରେ ଆମେ ନିଜକୁ ରିମାଇଣ୍ଡ କରିବା ଯେମିତି ଗୋଟେ କୁନି ପିଲାର ଅଭ୍ୟାସ ସେ ରାତିରେ ଶୋଇଲା ପୂର୍ବରୁ ଦାନ୍ତ ଘଷେ ସେ ତାର ବ୍ରଶ ଉପରେ ଲେଖିଦେଇଛି ଅବଜରଭେସନ ବ୍ରଶକୁ ଧରୁ ଧରୁ ତାର ମନେ ପଡ଼ିଯିବ ମତେ ସେଲ୍ଫ ଅବଜରଭେସନ କରିବାର ଅଛି ଏନି ଆଇଡିଆ ଏନି କ୍ରିଏଟିଭ ଆଇଡିଆ ଯାହା ଆମକୁ ଆମ ମନକୁ ଆସୁଛି ଆମେ ତାକୁ କରିପାରିବା ଜରୁରୀ ନୁହଁ ଆପଣ ମିରର ଆଗରେ ନୋଟ ଲଗେଇବେ କି ଚେନରେ ନୋଟ ଝୁଲେଇବେ ଜରୁରୀ ନୁହଁ ଆପଣଙ୍କୁ ଯେମିତି ଭଲ ଲାଗୁଛି ଆପଣ ସେଇଟା କରିପାରିବେ ଗୋଟେ ସେଲ୍ଫ ଅବଜରଭେସନ ଟାଇମ ବି ଲେଖି ଆପଣ ଥୋଇ ଦେଇପାରିବେ ଆପଣଙ୍କର ମାଙ୍କର ଆସ୍ଥାନ ଫ୍ରଣ୍ଟରେ ଲେଖା ହେଇଥିବ ସେଲ୍ଫ ଅବଜରଭେସନ 9 PM ସମଥିଙ୍ଗ ଯୋଉଟା ଆପଣଙ୍କର ଅଛି ଆପଣ ମାଙ୍କୁ ପ୍ରଣାମ କଲା ବେଳକୁ ଆପଣଙ୍କୁ ମନେ ପଡ଼ିବ କିଛି ବି ଆପଣ କରିପାରନ୍ତି ଗୋଟେ କ୍ରିଏଟିଭ ୱେରେ ନିଜକୁ ରିମାଇଣ୍ଡ କରିବେ ଏବଂ ସେଇ ଫିକ୍ସ ଟାଇମରେ ରିମାଇଣ୍ଡର ପାଇଲା ପରେ ପରେ ଆପଣ ସେଲ୍ଫ ଅବଜରଭେସନକୁ ଅଭ୍ୟାସ କରିବେ ଏହା ବହୁତ ଜରୁରୀ ଏବଂ ଧୀରେ ଧୀରେ କିଛି ଦିନ କରିସାରିଲା ପରେ ହୁଏତ ଏମିତି ଏକ ଅଭ୍ୟାସରେ ତାହା ପରିଣତ ହେଇଯିବ ଆଉ ଆପଣଙ୍କୁ ନିଜକୁ ରିମାଇଣ୍ଡର ଦେବାର କିଛି ଆବଶ୍ୟକତା ନଥାଇପାରେ ୱିଦାଉଟ୍ ରିମାଇଣ୍ଡର ଆପଣ କରିଦେଇ ପାରନ୍ତି ଯେମିତି ୱିଦାଉଟ୍ ଆଲାର୍ମ ଉଠିବାର ଅଭ୍ୟାସ ଅନେକ ଅପଭ୍ୟମାନଙ୍କର ଅଛି କାରଣ ସେଟା
प्रत्येक दिन उठिया अभ्यास हो जाइए आपको से समय ऑटोमेटिक निद खोलीज आप उठिक देखिए एक्जाक्टली से समय बाजी जो समय आप उठार हैबिट तो हैबिट हो गले हुए तो रिमाइंडर दबा आवश्यक न पड़ पारे हैबिट हवा पर्यंत अभ्यास हवा पर्यंत आप निज ढंग से रिमाइंडर दे पारती आज ये आलोचना को मो तरफ मांकर चरण कमल रखुची उपस्थित आप भाई मैंने आज आलोचना को आधार करी जदि निज निजर किसी बिंदु जोड़ाई चाहते स्वागत योग्य आनंदर सहित स्वागत योग्य एवं जदि किसी जिज्ञासा रही किसी प्रश्न रही आज आलोचना को आखि आगे रखी विशेषकर कि भी पूर्वर आलोचित विषय वस्तु आपर सन्देह रही कि बुझा ही नहीं कि आलोचित विषय वस्तु आपंकर किसी सन्देह रही किसी जिज्ञासा रही आप पचारि पारती बाकी किसी समय आम से प्रश्न को आधार कर आलोचना को आगे नहीं पार आज्ञा एक्चुअली सेल्फ ऑब्जर्वेशन रो उद्देश्य होची आमे माने सेल्फ ऑब्जर्वेशन माध्यम रे निजर कैरेक्टर को स्पष्ट भाव में चिन्हिबा जानिबा आम माने आमान का भितर अनेक प्रवृत्ति रही अनेक निम्न प्रवृत्ति रही जो निम्न प्रवृत्ति आमको अग्रगति रे बाधा दउची आम समस्त भितर एटा अछि आमान का भितर अनेक भल गुण अछि दिव्य गुण सब रही किंतु से दिव्य गुण गुड़िक आम अच्छ पाई रही आम चिन्ह न जानू आम चिन्ह न जानू जमती हनुमान जे अति सहज सात समुद्र डेइबार सामर्थ्य भितर अच्छी एक कथा विस्मृत हो जाते इक्वालिटी प्रति किसी धारणा नाथिला एटा गोटे सिंबलिक कथा आम समस्तंकर वास्तवतार एटा होची परिचय आमर समस्त भितर अनेक अद्भुत अद्भुत प्रकार कथा रही जहाँ को देखिले बेले बेले आम निजे भी बहुत आश्चर्य हो मो भीतर एमती गोटे क्वालिटी अच्छी आम आश्चर्य हो आम भीतर एते अद्भुत अद्भुत प्रकार दिव्य गुण सब रही आम मान भितर एमती किसी गुण भी रही जहाँ आमको अग्रगति बाधा दूसरी आम से गुण गुड़ भी जानू चिन्हनु अनेक समय मनीष मैंने गोटे सेल्फ साटिस्फैक्टरी अवस्था रुहति से भावती ऑल इज वेल इनसाइड मी मो भितर सब किसी ठीक अच्छे एवं यही काजुआल अवस्था अनेक दुर्गुण अनेक जब शारीरिक रोग बेले बेले आम धरा पड़े नहीं से बढ़ी जाए एक्सट्रीम एंड अवस्था चली जाए आम भीतर सेमती अनेक निम्न प्रवृत्ति भी सेमती बहुत बलशाली हो जाती आम मान अनकनसीयस जो आम से सब को चिन्ह आवश्यक माँ एपरी गोटे प्रार्थना भी रही माँ शिखौं माँ कहते मते मु पढ़ी बोधे माँ बाणी माँ यहाँ टीचर्स मान माँ एमती कहते हे प्रभु मते मोर दुर्गुण संपर्क अवगत कराई दियो जेपरिक से सबको मु चिन्हिबी और अतिक्रम करें मते मोर संभावना संपर्क में मोर दिव्य गुण संपर्क अवगत कराई दियो जेपरी ताकू आउरी बढ़े मु आपणकर सेवार अर्पण करें ये आवश्यक आम मान से सेल्फ ऑब्जर्वेशन बहुत आवश्यक आम कौटी बापा प्रश्न आम कौ जगार करवा आम तो बहुत प्रकार कार्य करुँ सेल्फ ऑब्जर्वेशन कौटी करवा आमको दिन सारा प्रत्येक कार्य पश्चात मनोभाव को ऑब्जर्व करार अच्छी से मनोभाव को ऑब्जर्व करी आम आम निजर कैरेक्टर को चिन्हबार अच्छी माँ ये उपाय केमी कहले माँ कहले आम दिन भितर अनेक कार्य करुँ प्राथमिक अवस्था प्रत्येक व्यक्ति अनकनसीयस था से जानी न प्रत्येक कार्य पश्चात किपरि मनोभाव अच्छी से अज्ञ था धीरे धीरे आमको कनसीयस हवा पड़ो कारण आमर कनसीयस न रही आम आगू जापर ना से कनसीयस हवाई सेल्फ ऑब्जर्वेशन आवश्यक प्राथमिक अवस्था केमी कर माँ कहले शोला पूर्व दिन सारा प्रत्येक घटना को थरे आखि पूरेक देख कल्पना कर गोटाए पर गोटाए आज दिन सारा कौन घटी आम कौ कथा कहीचु क्या भेटीचु कौन कार्य करूँ कार्यर पश्चात क्रिया प्रतिक्रिया भाव को एटीट्यूड आम मानकर मनोभाव कौन थी आम उद्देश्य कौन थी कार्य पश्चात लक्ष्य कौन थी
ଆମ ଭିତରେ କୋଉ ପରିସ୍ଥିତିରେ କୋଉ ଭଳିଆ ପ୍ରତିକ୍ରିୟା ଆସିଥିଲା ସେ ସବୁକୁ ଦେଖିବ। ମା କେମିତି କହିଲେ ଯେମିତି ଗୋଟେ ସିନେମା ସ୍କ୍ରିନରେ ପକେଇକି ସିନେମା ଦେଖାଯାଏ, ନିଜର ଦିନକୁ ସେମିତି ସ୍କ୍ରିନରେ ପକେଇକି ଦେଖିବ। ଏବଂ ଯେତେବେଳେ ଆମେ ଗଭୀର ଭାବରେ ଅବଜର୍ଭ କରିବାକୁ ଆରମ୍ଭ କରିବା, ଧୀରେ ଧୀରେ ଆମେ ହିଁ ଆମର ନିଜର କ୍ୟାରେକ୍ଟର ସମ୍ପର୍କରେ ସ୍ପଷ୍ଟ ଜ୍ଞାନ ପାଇବା। ଆମେ ଜାଣିଯିବା ମୋର ଭିତରେ କୋଉ ଗୁଣଟି ଅଛି ଯିଏକି ମତେ ମୋର ଅଗ୍ରଗତିରେ ବାଧା ଦେଉଛି। ଆମେ ସ୍ପଷ୍ଟ ଭାବରେ ଜାଣିବା। ମା କହିଲେ ଏତେ କ୍ଲିୟରଲି ତୁମେ ଜାଣିବ ଯେ ସିଧାସଳଖ ଯୋଉ ମନୋଭାବ ତୁମର ଅଗ୍ରଗତିରେ ବାଧକ, ସେଇ ମନୋଭାବ ପାଖରେ ତୁମେ ଗୋଟେ ବ୍ଲାକ୍ ସ୍ପଟ ବି ଦେଖିବ କ୍ଲିୟରଲି। ହଁ ଏଇଟା ହଉଛି ମୋର ଭିତରେ ଥିବା ଗୋଟେ ଏମିତି ଗୋଟେ କୀଟ ଯାହାକି ମୋର ଅଗ୍ରଗତିରେ ବାଧା ଦଉଛି, ଆମେ ତାକୁ କାଢିକି ଫୋପାଡ଼ିବା। ତାପରେ ଆମେ ମାନେ ବେଳେ ବେଳେ ଆମର ନିଜର ଦିବ୍ୟ ଗୁଣ ସମ୍ପର୍କରେ ଯେତେବେଳେ ଆମେ ତା ପ୍ରତି ଅବଗତ ହବା, ତା ପ୍ରତି ଆମର ଜ୍ଞାନ ଆସିବ, ଆମେ ଆଶ୍ଚର୍ଯ୍ୟ ହେଇଯିବା ଏଇ ଏତେ ବଡ ଗୁଣଟି ମୋ ଭିତରେ ଅଛି, ଏତେ ବଡ ଗୋଟେ ମହାନ ଅଦ୍ଭୁତ କ୍ୱାଲିଟି ମୋ ଭିତରେ ଅଛି, ଆମେ ଆଶ୍ଚର୍ଯ୍ୟ ହେଇଯିବା। ଏବଂ ସେ ଜାଗାରେ ପ୍ରଭୁ ବି ଗୋଟେ ୱାର୍ଣ୍ଣିଂ ଦେଇଛନ୍ତି, ବେଳେ ବେଳେ ଏତେ ରଙ୍ଗ କ୍ୱାଲିଟିଜ ଆମ ଭିତରୁ ଆସିବ, ଯେମିତି ସମୁଦ୍ର ମନ୍ଥନ ବେଳେ ହଳାହଳ ବିଷୟଟି ବାହାରକୁ ବାହାରିଲା, ଏତେ ଆସିବ ଆମେ ତାକୁ ହୁଏତ ଦେଖିକି ନିଜର ଏଇ ବାସ୍ତବତାକୁ ଦେଖିକି ହୁଏତ ଆମେ ଟିକେ ହତାଶ ହେଇପାରୁ, ନିରାଶ ହେଇପାରୁ। ପ୍ରଭୁ କହୁଛନ୍ତି ହତାଶ ନିରାଶ ହବାର କିଛି ଆବଶ୍ୟକତା ନାହିଁ। ଆମେ ରୋଗଟିକୁ ଚିହ୍ନିଛୁ ତାକୁ ସୁସ୍ଥ କରିବା ପାଇଁ, ତାକୁ ଆମର ଶରୀରରୁ ବାହାର କରିଦେବା ପାଇଁ। ଆମେ ତାକୁ ନେଇକି ଦୁଃଖୀ ହେବା ଦରକାର ନାହିଁ। ହଠାତ୍ ମୁଁ ଟେଷ୍ଟ କରୁ କରୁ ମୋର ବ୍ଲଡ ସୁଗର ଲେଭେଲ ହାଇ ଅଛି ବୋଲି ବାହାରିଲା, ଏଇଟା କଣ ଗୋଟେ ଡିପ୍ରେସନ କାମ କି? ନାହିଁ, ଠିକ ଅଛି ମୁଁ ଜାଣିଗଲି, ସେଥିପାଇଁ ମୁଁ ଟ୍ରିଟମେଣ୍ଟ କରିବି, ସେଥିପାଇଁ ମୁଁ କେୟାରଫୁଲ ରହିବି, ମୋର ଏକ୍ସରସାଇଜ କରିବି, ମୁଁ ମୋର ଖାଦ୍ୟ ସଚେତନ ହେବି। ଯଦି କିଛି ଇନକେସ୍ କିଛି ଫିଜିକାଲ ପ୍ରୋବ୍ଲେମ ବାହାରିଲା, ସେମିତି ଇନକେସ୍ ମୋର କିଛି ମାଇଣ୍ଡରେ ପ୍ରୋବ୍ଲେମ ରହିଛି, ଇନକେସ୍ କିଛି ମୋର ଭାଇଟାଲରେ ପ୍ରୋବ୍ଲେମ ରହିଛି, ତ ମୁଁ ଜାଣିଗଲି, ଆଗରୁ ଚିହ୍ନି ନଥିଲି, ସେଇ ରୋଗଟିକୁ ମୁଁ ମୋ ଭିତରେ ପାଳୁଥିଲି, ଏବେ ରୋଗ ଜାଣିଗଲି, ଟ୍ରିଟମେଣ୍ଟ କରିବି। ତାକୁ ନେଇକି ଡିପ୍ରେସ ହେବାର କିଛି ଆବଶ୍ୟକତା ନାହିଁ। ଏବଂ ଅବଶ୍ୟ ଆମ ମାନଙ୍କର ଭିତରେ ଥିବା ଦିବ୍ୟ ଗୁଣକୁ ଦେଖିକି ଆମେ ଏନକରେଜ ଫିଲ୍ କରିବା, ତାର ଆବଶ୍ୟକତା ରହିଛି, କିନ୍ତୁ ଖରାପ ଗୁଣକୁ ଦେଖି ଡିପ୍ରେସ ହେବାର କିଛି ଆବଶ୍ୟକତା ନାହିଁ। ମା କହିଲେ ନିଜକୁ ବୁଝେଇବ ଏମିତିଆ ଦୁର୍ଗୁଣ, ଏମିତିଆ ନିମ୍ନ ପ୍ରବୃତ୍ତି ସମସ୍ତଙ୍କ ଭିତରେ ଅଛି। ଆଜି ଯିଏ ସାଧୁ, ଯିଏ ମହାନ ଚେତନାର ଅଧିକାରୀ, ସେମାନେ ବି କିଛି ଦିନ ପୂର୍ବରୁ ଅତୀତରେ ସେମାନଙ୍କର ଏ ଦୁର୍ଗୁଣକୁ କ୍ୟାରି କରିଥିଲେ। ଯୋଉମାନେ ଦୁର୍ଗୁଣକୁ ରଖିବେ ସେଟା ଅସୁବିଧା, ଚିହ୍ନିକି ଫୋପାଡ଼ି ଦେଲେ କିଛି ଅସୁବିଧା ନାହିଁ, ଆମେ ତାକୁ ଅଗ୍ରଗତି କରିବା। ତ ଏଇଟା ଆବଶ୍ୟକ, ଆମେ ଆମ ଭିତରେ ରୋଗକୁ ଜାଣିପାରିଲେ ଭଲ କରିବା, ଭଲ ଗୁଣକୁ ଜାଣିପାରିଲେ ଆହୁରି ବଢେଇ ପାରିବା। ସେଇ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ଆମକୁ ଆମର ଅବଜରଭେସନ କରିବାର ଅଛି। ପ୍ରାଥମିକ ଅବସ୍ଥାରେ ରାତିରେ ଶୋଇଲା ପୂର୍ବରୁ ଦିନ ସାରା ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ପାତ୍ର ଯାହାକୁ ଆପଣ ଭେଟିଛନ୍ତି ସେଇ ସମୟକୁ ଚିନ୍ତା କରିବେ, ଏବଂ ସେଇ ସମୟରେ ଆପଣଙ୍କର ଷ୍ଟେଟ୍ ଅଫ୍ ମାଇଣ୍ଡ, ଷ୍ଟେଟ୍ ଅଫ୍ ଫିଲିଂ, ଆପଣଙ୍କ ଚିନ୍ତା ଏବଂ ଭାବନା, ଆପଣଙ୍କ ପ୍ରାଣ ଏବଂ ମନ, ଆପଣଙ୍କ ଶାରୀରିକ ଅବସ୍ଥା କୋଉ ଅବସ୍ଥାରେ ଥିଲା, ଆପଣ ତ ପୁରା ଖୁଣ୍ଟି ନାଣ୍ଡି ଅବଜର୍ଭ କରିବେ। ତାପରେ ମାଙ୍କୁ ଅଫର କରିବେ। ଯଦି କିଛି ଭୁଲ ହେଇଗଲା ବୋଲି ଆପଣ ଭାବୁଛନ୍ତି, ଆପଣ ଦ୍ୱାରା ଦିବସରେ କିଛି ଭୁଲ ହେଇଯାଇଛି, ବିଶେଷ କରି ମା କହିଲେ ଯଦି ମାଙ୍କୁ ସ୍ମରଣ ନ କରି ମାଙ୍କର ଉପସ୍ଥିତିରୁ ଆପଣ ନିଜକୁ ନିବୃତ୍ତ ରଖି କୌଣସି କାର୍ଯ୍ୟ କରିଛନ୍ତି, ସେଇଟା ମାଙ୍କୁ ପ୍ରାର୍ଥନା କରିବେ, ଆସନ୍ତା କାଲି ସେ ସବୁ ଭୁଲ ପୁନରାବୃତ୍ତି ନ ହୁଏ, ଏଇ ଅଭିପ୍ସା, ଏଇ ପ୍ରାର୍ଥନାର ସହିତ ଆପଣ ନିଦ୍ରା ଯିବେ। ଏମିତି କିଛି ଦିନ କରିଲା ପରେ ପରେ ଧୀରେ ଧୀରେ ଆମ ଭିତରେ ଗୋଟେ ସାକ୍ଷୀ ସ୍ୱରୂପ ମାନସିକ ସତ୍ତାଟିଏ ତିଆରି ହବ, ୱିଟନେସ୍ କନସିୟସନେସ୍। ଯୋଉ ୱିଟନେସ୍ କନସିୟସନେସ୍ ଆମକୁ ଅନେକ ପ୍ରକାର ଭୁଲ ଭ୍ରାନ୍ତିରୁ ରୋକିବାରେ ସାହାଯ୍ୟ କରିବ, ଭୁଲ ଭ୍ରାନ୍ତିକୁ ରୋକିବାରେ ସାହାଯ୍ୟ କରିବ। ଧୀରେ ଧୀରେ ଆମେ ଏତେ କନସିୟସ୍ ହେଇଯିବା ଯେ ଆମେ ନିଜକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଆମ ଭିତରେ ଆସିବ। ଏବଂ ସେ ଆତ୍ମନିୟନ୍ତ୍ରଣ ଭିତରେ ଆମେ ନିଜ ଇଚ୍ଛାରେ, ନିଜର ସାମର୍ଥ୍ୟରେ ମାଙ୍କୁ ପ୍ରାର୍ଥନା କରି ଆମ ଭିତରୁ ସମସ୍ତ ବାଧାବିଘ୍ନ ଘଟେଇ ପାରିବା। ଯୋଉ ବାଧାବିଘ୍ନ ଥରେ ହଟିଗଲା ପରେ ଆମେ ସିଧାସଳଖ ଅନ୍ତରାତ୍ମାଙ୍କର ସ୍ପର୍ଶ ଲାଭ କରିପାରିବା। ତ ଏଇ ଉଦ୍ଦେଶ୍ୟରେ ଆମର ସେଲ୍ଫ ଅବଜରଭେସନ ଇଜ ଦ ଷ୍ଟାର୍ଟିଂ ପଏଣ୍ଟ। ଆମର ଲକ୍ଷ୍ୟ ହଉଛି ଅନ୍ତରାତ୍ମାଙ୍କର ସହିତ ନିଜକୁ ସମ୍ପୂର୍ଣ୍ଣ ଭାବରେ ଏକାତ୍ମ କରିଦେବା। ମା ଧନ୍ୟବାଦ ଭାଇ। ଭାଇ ପ୍ରଣାମ। এই যে লাস্ট ওয়ার্কশিট সেলফ অবজারভেশন লো এই যে মোর লাইক দি প্যাকিং অর দি কন্টেন্ট অফ দি পার্সল, এইটা ମୁଁ ଭଲ କି ଟିକେ ବୁଝି ପାରିଲିନି, ଦୟାକରି ବୁଝେଇ ଦେବେ। ଆଜ୍ଞା, ଏଇଟା ମୁଁ ପୂର୍ବରୁ କହିଛି ଯେ ଏଇଟା ଗୋଟେ ସିମ୍ବଲିକ କ୍ୱେଶ୍ଚିନ୍। ଦୁଇଟି ଉଦାହରଣ ନିଆଯାଇଛି। ଗୋଟେ ହେଉଛି ଗୋଟେ ପାର୍ସଲ, ଗୋଟେ ପ୍ୟାକିଂ ଥାଏ, ଏବଂ ସେ ପ୍ୟାକିଂ ଭିତରେ ଗୋଟେ କିଛି କଣ୍ଟେଣ୍ଟ, କିଛି ଗୋଟେ ବସ୍ତୁ ଥାଏ। ତ ଆମେ ନିଜକୁ ଅବଜର୍ଭ କରିବା ପ୍ୟାକିଂର କାମ କ'ଣ। ପ୍ୟାକିଂର କିଛି ଗୁରୁତ୍ୱପୂର୍ଣ୍ଣ କାମ ନଥାଏ,
ବା କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସେ ପ୍ୟାକିଂ ର ଗୁରୁତ୍ୱ ଥାଏ। ଯେତେବେଳେ ଉଦାହରଣ ସ୍ୱରୂପ ଆପଣ ଗୋଟେ ପ୍ରେସର କୁକର ଟେ କିଣିଲେ, ତ ପ୍ରେସର କୁକର ଟି ୱିଦାଉଟ୍ ପ୍ୟାକିଂ ରେ ଆସିପାରିବ ନାହିଁ, କାରଣ ହୁଏତ କୋଉଠି ବାଟରେ ପଡିଗଲେ ନଷ୍ଟ ହେଇଯାଇପାରେ। ତ ତାକୁ ସୁନ୍ଦର ଭାବରେ ପ୍ରୋଟେକ୍ଟ କରିବା ପାଇଁ ଗୋଟେ ସୁନ୍ଦର ଚମତ୍କାର ପ୍ୟାକିଂ ଦିଆହେଇଥିବ, ସିଲ୍ କରାହେଇଥିବ। ଆହୁରି ଅନେକ ଫ୍ରାଜାଇଲ ବା ଯୋଉ ଭଙ୍ଗୁର ବସ୍ତୁ ଗୁଡିକ ରହିଛି ଯାହାର ପ୍ୟାକିଂ ଆହୁରି ଚମତ୍କାର। ଆପଣ ଗୋଟେ ଟିଭି କିଣିବେ, ଏଲଇଡି ଟିଭି ଆପଣ କିଣିବେ, ତାକୁ ସୁନ୍ଦର ଭାବରେ ସୋଲ ଫୋଲ ଦେଇକି ପ୍ୟାକିଂ କରାହେଇଥିବ। ସେ ପ୍ୟାକିଂ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଯଦି ସେ ପ୍ୟାକିଂ ଟି ନ ରହିଲା ସେ ବସ୍ତୁଟି ସୁରକ୍ଷିତ ନୁହଁ। କିନ୍ତୁ ସେ ପ୍ୟାକିଂ ର ଗୋଟେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାର ଭୂମିକା ରହିଛି। ଯେତେବେଳେ ଆପଣ ବସ୍ତୁଟିକୁ ବ୍ୟବହାର କରିବାକୁ ଆରମ୍ଭ କରିବେ ସେ ପ୍ୟାକିଂ ଆପଣଙ୍କ ପାଇଁ ମୂଲ୍ୟହୀନ ହେଇଯିବ। ସେମିତି ଆମର କ୍ୟାରେକ୍ଟର କଣ, ଆମେ କାର୍ଯ୍ୟରେ କିଛି ସ୍ୱତନ୍ତ୍ର ଭାବରେ କିଛି ସମୟ ପାଇଁ ଟେମ୍ପରାରୀ ରୋଲ ପ୍ଲେ କରୁଛୁ ନା ନାଇଁ ମୋର ସେ କାର୍ଯ୍ୟରେ ଗୋଟେ ପରମାନେଣ୍ଟ ଇନଭଲଭମେଣ୍ଟ ରହିଛି। ଏଇଟାକୁ ଆମେ ଦେଖିବା ଆମର କ୍ୟାରେକ୍ଟର କୋଉ ଭଳିଆ। ମୁଁ ପ୍ରତ୍ୟେକ କାର୍ଯ୍ୟରେ ଗୋଟେ ଟେମ୍ପରାରୀ ଇନଭଲଭମେଣ୍ଟ ଆମେ ଏମିତି ସାଧନା କ୍ଷେତ୍ରରେ ବି ଦେଖିପାରିବା। କିଛି ବ୍ୟକ୍ତି ମାନେ ପ୍ରାର୍ଥନା କରିଦେଇକି ରହିଯିବେ, ସକାଳୁ ଉଠିବେ ଦୁର୍ଗା ସ୍ତୋତ୍ର ପଢିଲେ, ପ୍ରାର୍ଥନା କଲେ, ରହିଲେ। ସନ୍ଧ୍ୟାରେ ସାବିତ୍ରୀ ପଢିଦେଲେ, ରାତିରେ ଶୋଇଲା ପୂର୍ବରୁ ଗୋଟେ ପ୍ରାର୍ଥନା ଗାଇଦେଲେ, ଦ୍ୟାଟ୍ସ ଏନଫ୍। ଗୋଟେ ଟେମ୍ପରାରୀ ଷ୍ଟେଟରେ ସେମାନେ ଅଛନ୍ତି। କିଛି କିଛି ବ୍ୟକ୍ତି ଅଛନ୍ତି ନାଇଁ ସାଧନା ହଉଛି ମୋ ପାଇଁ ଫୁଲ ଟାଇମ ଜବ, ମୁଁ କେବଳ ସନ୍ଧ୍ୟାରେ ରାତିରେ ସକାଳେ ଗୋଟେ ପାର୍ଟ ଟାଇମ ପୂଜକ ଭଳିଆ କାମ କରୁନି, ମୋ ପାଇଁ ସମଗ୍ର ଜୀବନକୁ ସାଧନା ଅଭିମୁଖୀ କରିବାର ଅଛି। ପୁରା କଣ୍ଟେଣ୍ଟ ଅବସ୍ଥାରେ ସେମାନେ ଅଛନ୍ତି, ମାନେ ଯୋଉଟା ଫୁଲ ଟାଇମ ୟୁଜ ହବ ଯୋଉ ବସ୍ତୁଟି। ଆମର କ୍ୟାରେକ୍ଟର କଣ, ଆଉ ଗୋଟେ ଦୃଷ୍ଟିରୁ ଆମେ ବୁଝିପାରିବା ଯେ କଣ୍ଟେଣ୍ଟଟା ହଉଛି ବାସ୍ତବ ସେଇ କଥା ଯିଏ ଭୂମିକା ନିର୍ବାହ କରେ, ଦାୟିତ୍ୱ ବହନ କରି। ପ୍ୟାକିଂଟା ହଉଛି ଗୋଟେ ସପୋର୍ଟିଂ ରୋଲ ପ୍ଲେ କରେ କିଛି ସମୟ ପର୍ଯ୍ୟନ୍ତ। ଯେକୌଣସି ଦାୟିତ୍ୱ ଆମେ ନଉଛୁ, ମୁଁ ଗୋଟେ ସପୋର୍ଟିଂ ରୋଲରେ ରହୁଛି ନା ଗୋଟେ ରେସ୍ପନ୍ସିବଲ ରୋଲରେ ରହୁଛି, ଏଇଥିରୁ ଗୋଟେ ଆମ ମାନଙ୍କର ପ୍ରକୃତ କ୍ୟାରେକ୍ଟର ଲାଗିବ। କ୍ୟାରେକ୍ଟରକୁ ବୁଝିବା ପାଇଁ ଆମକୁ ଗୋଟେ ସହାୟତା ମିଳିବ। ଏଇଟା ଗୋଟେ ଏକ୍ସାମ୍ପଲ ଆପଣଙ୍କ ପାଇଁ। ଆପଣ ନିଜେ ଏକ୍ସାମ୍ପଲକୁ ନେଇକି ଅବଜର୍ଭ କରିପାରନ୍ତି ନିଜକୁ, ନହେଲେ ୱିଦାଉଟ୍ ଏକ୍ସାମ୍ପଲ ବି ଆପଣ ନିଜକୁ ଅବଜର୍ଭ କରିପାରିବେ ଯେ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ଭୂମିକା କଣ, ଜୀବନରେ ଆପଣ ନିଜର ଜୀବନକୁ ନେଇକି ଆପଣଙ୍କର ନିଜର ପ୍ରତି ମନୋଭାବ କଣ, ଆପଣ ପ୍ରତ୍ୟେକ ଅଭ୍ୟାସକୁ ସିରିୟସଲି ନଉଛନ୍ତି ନା ଗୋଟେ କାଜୁଆଲ ଖାମଖିଆଲି ଭାବେ ନଉଛନ୍ତି। ଆପଣ ନିଜର କ୍ୟାରେକ୍ଟର କଣ ଅଛି ତାକୁ ଅବଜର୍ଭ କରିବା ପାଇଁ ଏଇ ସିମ୍ବଲକୁ ଗ୍ରହଣ କରିପାରନ୍ତି ଗୋଟେ ଗାଇଡ ହିସାବରେ। ନହେଲେ ଆପଣ ୱିଦାଉଟ୍ ଏନି ସିମ୍ବଲ ଆପଣ ନିଜର କ୍ୟାରେକ୍ଟରକୁ ନିଷ୍କାମ ଭାବରେ ଯୋଉ ୱିଦାଉଟ୍ ଇନଭଲଭମେଣ୍ଟ, କୌଣସି ବିଚାର ନ କରି ଥାର୍ଡ ପର୍ସନ ପରି, ଗୋଟେ ତୃତୀୟ ପୁରୁଷ ପରି ଆପଣ ନିଜକୁ ୱାଚ୍ କରିପାରନ୍ତି, ଅବଜର୍ଭ କରିପାରନ୍ତି। ଏକ୍ଜାକ୍ଟଲି ଆପଣ ସେ ଅବଜର୍ଭେସନ ମାଧ୍ୟମରେ ନିଜର କ୍ୟାରେକ୍ଟର ପ୍ରତି ଅବଗତ ହେଇପାରିବେ। ତାପରେ ନିଜର କ୍ୟାରେକ୍ଟରକୁ ମଡିଫାଏ କରିବାର ସାମର୍ଥ୍ୟ ବି ଆପଣଙ୍କ ଭିତରେ ଆସିବ। ବହୁତ ସୁନ୍ଦର, ଧନ୍ୟବାଦ ଭାଇ, ପ୍ରଣାମ।